କୋରାପୁଟରେ ନିଜର ପ୍ରାଥମିକ ଶିକ୍ଷା ସହିତ କଲେଜ ଶିକ୍ଷା ମଧ୍ୟ କରିଥିଲେ। ତାପରେ ବିଟେକ୍ ସରିଲା, ତାପରେ ଜବ୍ କଲେ। ଏବେ ଆପଣଙ୍କର ଅନେକ ସବୁ ବନ୍ଧୁ ଥିବେ। ସେ ବନ୍ଧୁମାନେ ଯେତେବେଳେ ପବିତ୍ରଙ୍କୁ ବିଧାୟକ ଭାବେ ଦେଖୁଛନ୍ତି ଆଉ ସେମାନେ ଚାକିରି ଅନ୍ୱେଷଣରେ ଅଛନ୍ତି, ଯେବେ ତାଙ୍କ ସହିତ ଭେଟଘାଟ ହେଉଛି, କେମିତି ରହୁଛି ସେ ସବୁ ମାହୋଲ? ସତ କହିବାକୁ ଗଲେ ଯେତେବେଳେ ମୁଁ ଚାକିରି ମଧ୍ୟ କରୁଥିଲି ବହୁତ ଲିମିଟେଡ୍ ସାଙ୍ଗସାଥୀଙ୍କ ସାଥିରେ ହିଁ ମୋତେ ମିଶିବା ପାଇଁ ସୁଯୋଗ ମିଳୁଥିଲା। ଯେହେତୁ ମୁଁ ପଢ଼ାପଢ଼ି ମଧ୍ୟ ବାହାରେ ହିଁ କଲି, ମୁଁ ହଷ୍ଟେଲରେ ପଢ଼ୁଥିଲି। କୋଉଠି ଥିଲା ଆପଣ ପାଠପଢ଼ା? ମୁଁ ପ୍ରଥମେ ମଡେଲ ସ୍କୁଲରେ ପାଠ ପଢ଼ୁଥିଲି। ମଡେଲ ସ୍କୁଲ ହେଉଛି ଓମଟେସ୍ ଦ୍ୱାରା ପରିଚାଳିତ ଗୋଟେ ଆଦିବାସୀ ପିଲାଙ୍କ ପାଇଁ ସେ ସ୍କୁଲଟା। କୋଉଠି? ସେଇ ଆପଣଙ୍କ ପୁଙ୍ଗାରରେ, ମାନେ ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ପୁଙ୍ଗାରରେ ସେ ସ୍କୁଲଟି ଅଛି ଥିଲା। ମାନେ ସେଠି ହିଁ ପଢ଼ୁଥିଲି ଆଉ ବହୁତ ଭଲ ସ୍କୁଲଟେ। ଆଉ ସେଠି ପ୍ଲସ୍ ଟୁ ପର୍ଯ୍ୟନ୍ତ ପଢ଼ିଲା ପରେ ବିଟେକ୍ ପାଇଁ ମୁଁ ଜୟପୁର ଗଲି। ସେ ମଧ୍ୟ ଘର ବାହାରେ ହିଁ ରହିଲି। ତ ଏମିତି ପ୍ରତ୍ୟେକ ଯେଉଁ ଜାଗାରେ ସାଙ୍ଗସାଥି ସେଇ ଜାଗାରେ ହିଁ ସୀମିତ ରହିଗଲେ। ଆଗକୁ ମସ୍ତ ମାନେ ବହୁତ କମ୍ ଟଚ୍ ରହିଲା। ପଢ଼ାପଢ଼ି ପରେ ବିଟେକ୍ ପରେ ମୁଁ ସିଟିଟିସି କଲି। ସିଟିଟିସି ପରେ ଭୁବନେଶ୍ୱର ପଳେଇ ଆସିଲି। ତ ଅଲ୍ଟିମେଟଲି ମୋ ଯେଉଁ ଗାଁର ସାଙ୍ଗସାଥିଙ୍କ ସାଥିରେ ଟଚ୍ଟା ବହୁତ କମ୍। ପଢ଼ାପଢ଼ି ସାଙ୍ଗସାଥି ପଢ଼ାପଢ଼ି ପର୍ଯ୍ୟନ୍ତ ହିଁ ସୀମିତ ରହିଗଲେ। କିନ୍ତୁ ସମ୍ପର୍କ ଏବେ ବି ଅଛି, ଫୋନରେ ଯୋଗାଯୋଗ ହେଉଛି, କଥାବାର୍ତ୍ତା ହେଉଛନ୍ତି। ଏମିତି ଭାବରେ ସାଙ୍ଗସାଥିଙ୍କ ସହ ସମ୍ପର୍କ। ତା ଭିତରେ ଏବେ ବି ଅନେକ ସାଙ୍ଗସାଥି ଚାକିରି ମଧ୍ୟ କରୁଛନ୍ତି ଆଉ କିଛି ଚାକିରି ଅନ୍ୱେଷଣରେ ଅଛନ୍ତି। ତ ଯେଉଁମାନେ ଅନ୍ୱେଷଣରେ ଅଛନ୍ତି ସବୁବେଳେ ଫୋନ୍ ଫାନ୍ କରନ୍ତି, ସେମାନଙ୍କର ଅସୁବିଧା କହିବା ସହିତ ଯଦି କିଛି କୌଣସି ଜାଗାରେ ଏଙ୍ଗେଜମେଣ୍ଟ ହେଇପାରିବ ମୋତେ ଟିକେ ସହଯୋଗ କରିବେ ସମସ୍ତେ କୁହନ୍ତି। କିନ୍ତୁ ଆପଣ ତ ଜାଣିଥିବେ ବର୍ତ୍ତମାନ କମ୍ପିଟେଟିଭ୍ ସିଚୁଏସନରେ ଆମେ ୱିଦାଉଟ୍ ଟ୍ୟାଲେଣ୍ଟରେ କିମ୍ବା ସେଇ ଲେଭେଲର କମ୍ପିଟିସନରେ ଭାଗିଦାର ନ କରିପାରିଲେ ଆମେ କାହାକୁ ଆପ୍ରୋଚ୍ ମଧ୍ୟ କରିପାରୁନୁ। ଆଉ ଆଜିକାଲି ରେକମେଣ୍ଡେସନରେ ତ କାମ ହେଉନାହିଁ, ଆପଣ ଜାଣିଥିବେ ଭଲ ଭାବରେ। ଅନେକ ପିଲା ଅଛନ୍ତି ପାଠ ପଢ଼ି ଯେଉଁ ବେକାର ହେଇ ବୁଲୁଛନ୍ତି। ଏଭଳି ସମସ୍ୟା ଭିତରେ ଯେତିକି ସମ୍ଭବ ହେଉଛି ସାଙ୍ଗସାଥିଙ୍କ ସାଥିରେ ମିଶିବା ଏବଂ ସେମାନଙ୍କର ଅସୁବିଧାରେ ଭାଗିଦାର ହେବା ଏବଂ ସେମାନଙ୍କ ଚାକିରି ଅନ୍ୱେଷଣରେ ସେମାନଙ୍କୁ ସହଯୋଗ କରିବା। ଯେତିକି ସମ୍ଭବ ହେଇପାରୁଛି ଚେଷ୍ଟା କରୁଛୁ ସେମାନଙ୍କୁ ସହଯୋଗ କରିବା ପାଇଁ। କିନ୍ତୁ ସୁଯୋଗ ବି ଆମ ପାଖରେ 5 ବର୍ଷ ପାଇଁ ଆସିଛି। 5 ବର୍ଷ ପରେ ଥିବ ନଥିବ ସେଟା ନିର୍ବାଚନ ମଣ୍ଡଳୀ ଲୋକ ବାଛିବେ, ମାନେ ଭାବିବେ ସେତେବେଳକୁ। ତେଣୁକରି ଆମେ ଚେଷ୍ଟା କରୁଛୁ ସେମାନଙ୍କ ସାଥିରେ ସମ୍ପର୍କ ରଖିବା ସହିତ ସେମାନଙ୍କର ପ୍ରତ୍ୟେକ ଅସୁବିଧାରେ ଭାଗିଦାର ହେବା ପାଇଁ। ଆଉ ରହିଲା କେବଳ ଯେ ସାଙ୍ଗସାଥି ବୋଲି ନୁହଁ, ସାଙ୍ଗସାଥି ବାହାରେ ମଧ୍ୟ ଯେଉଁମାନେ ଅନେକ ପିଲା ପାଠ ପଢ଼ାପଢ଼ି କରି ଅଛନ୍ତି ଆଉ ମୋ ବୟସର ପିଲା ଅଛନ୍ତି। ଅନେକ ପିଲା ଚାକିରି ନ ପାଇକି ମଧ୍ୟ ବହୁତ ପିଲା ପ୍ରତ୍ୟେକ ଦିନ ମୋ ଅଫିସରେ ଆସନ୍ତି। ବିଡ଼ମ୍ବନାର ବିଷୟ ସରକାରଙ୍କ ପାଖରେ ସେତିକି ଚାକିରି ଯେମିତି ମାନେ ନାହିଁ ବ୍ୟବସ୍ଥା ଯେଉଁଠି ଆମେ ଡାଇରେକ୍ଟଲି ସେମାନଙ୍କୁ ଇନଭଲଭମେଣ୍ଟ କରାଇପାରିବା। ଯାହା ବି ଚାକିରି ସରକାରଙ୍କର ବାହାରୁଛି ନୋଟିଫିକେସନ୍, ପୁଣି ଆଡ଼ଭର୍ଟାଇଜମେଣ୍ଟ, ତାର ଇଣ୍ଟରଭ୍ୟୁ, ଏକ୍ଜାମ୍ ସବୁ ହେଲା ବେଳକୁ ଏତେ ସବୁ ଫାରାଫାରିରେ ଆମ ପିଲା ବେଳେବେଳେ କ୍ୱାଲିଫାଇ କରିପାରୁନାହାନ୍ତି। ଆଉ ବେସରକାରୀ ଚାକିରିରେ ମଧ୍ୟ ସେଭଳି ପରିସ୍ଥିତି ବର୍ତ୍ତମାନ ହେଇଗଲାଣି। ଏଭଳି ସମସ୍ୟା ଭିତରେ ଅନେକ ପିଲାଙ୍କୁ ଆମେ ଚାହୁଁଥିବା ସତ୍ତ୍ୱେ ମଧ୍ୟ ଆମେ ସେମାନଙ୍କୁ ଏଙ୍ଗେଜ୍ କରିପାରୁନାହୁଁ। ଏଭଳି ଅସୁବିଧା ସାମ୍ନା କରିବାକୁ ପଡ଼ୁଛି। ତେଣୁ ମୁଁ ସମସ୍ତଙ୍କୁ କହିବି ଆପଣଙ୍କର ଏଇ ପଡକାଷ୍ଟ ମାଧ୍ୟମରେ ନିଜକୁ ଏତେ ଶକ୍ତିଶାଳୀ କରିଦିଅନ୍ତୁ, ନିଜକୁ ଏତେ ପାରଙ୍ଗମ କରିଦିଅନ୍ତୁ ସେ ଚାକିରି ଦେବା ଲୋକ ମଧ୍ୟ କାଟିବା ପାଇଁ 4 ଥର ଭାବିବ। ସେତିକି କନଫିଡେନ୍ସ ଆମେ ନିଜ ଭିତରେ ତିଆରି କରିବାକୁ ପଡ଼ିବ। ଆମେ କାହାର ରେକମେଣ୍ଡେସନ୍ ଚାକିରି କରିବା, ବର୍ତ୍ତମାନ ସେ ସିଚୁଏସନ୍ ଆଉ ନାହିଁ। ଆଗରେ ଥିଲା ଚାକିରି ମାନେ ଲୋକ କମ୍ ଥିଲେ, ଚାକିରି ଅଧିକ ଥିଲା। କିନ୍ତୁ ବର୍ତ୍ତମାନ ସିଚୁଏସନ୍ ଚାକିରି କମ୍, ଲୋକ ଅଧିକ। ତେଣୁ ନିଜର କ୍ୱାଲିଟିକୁ ଆମେ ନିଜେ ଆହୁରି ଷ୍ଟ୍ରଙ୍ଗ କରି, ନିଜର ଏବିଲିଟିକୁ ଷ୍ଟ୍ରଙ୍ଗ କରି, ନିଜର ଏମ୍ ଉପରେ ଫୋକସ୍ କରି ଆଗକୁ ଯଦି ବଢ଼ିବା ନିହାତି ଭାବରେ ସଫଳତା ମିଳିବ, ଏଥିରେ କୌଣସି ସନ୍ଦେହ ନାହିଁ।